କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବ 12,000 ଟଙ୍କା। ଏହି 12,000 ଟଙ୍କା ଆପଣ କିପରି ପାଇବେ ଏହା ବିଷୟରେ ଆପଣଙ୍କୁ ଏବେ ମୁଁ କହିବି। ଆପଣ ଯଦି 12,000 ଟଙ୍କାର ଲାଭ ନେବାକୁ ଚାହୁଁଛନ୍ତି ତେବେ ଆପଣ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ପୁରା କ୍ଲିଅର୍ ବୁଝିପାରିବେ, ଯାହାଦ୍ୱାରା ଆପଣ ଏହି 12,000 ଟଙ୍କାର ଲାଭ ନେଇପାରିବେ। ଆପଣମାନେ ଜାଣିଥିବେ ଏହି କାଳିଆ ଯୋଜନା ଅଧୀନରେ ପ୍ରତିବର୍ଷ 2,000 କରି 4,000 ଟଙ୍କା ସରକାର ପ୍ରଦାନ କରୁଛନ୍ତି। ଚାଷୀ ଭାଇମାନେ ମଧ୍ୟ ଏହି କାଳିଆ ଯୋଜନାର ସହାୟତା ପାଉଛନ୍ତି। କିନ୍ତୁ ଯେଉଁ ଚାଷୀ ଭାଇମାନେ KYC କରିନାହାନ୍ତି କି ସେମାନଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିନାହାନ୍ତି, ସେହି ଚାଷୀ ଭାଇମାନେ ଏହି କାଳିଆ ଯୋଜନାର ଲାଭ ନେଇପାରୁନାହାନ୍ତି। ଯଦି ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ନାହିଁ କି KYC କରିନାହାନ୍ତି ତେବେ ଆପଣ ଏହାକୁ କରନ୍ତୁ। ଏବେ ଆମେ ଜାଣିବା ଏହି 12,000 ଟଙ୍କା ଆପଣ କିପରି ପାଇବେ। ଦେଖନ୍ତୁ ଏଇଠି ଗୋଟେ ଫଟୋଟିଏ ମୁଁ ଓପନ୍ କରି ରଖିଛି। ଏଇଠି ଦେଖନ୍ତୁ, ଚାଷ ପାଇଁ କୃଷକମାନଙ୍କୁ ସମର୍ଥନ। ଚାଷୀଙ୍କୁ 2ଟି ଫସଲ ଋତୁ ପାଇଁ ଚାଷ କରିବା ପାଇଁ 2,000 ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହା ଆପଣମାନେ ନିଶ୍ଚୟ ଜାଣିଥିବେ। ପ୍ରତିବର୍ଷ 4,000 2ଟି ଋତୁରେ ସରକାର 2,000 କରି 4,000 ଦେଉଛନ୍ତି। କିନ୍ତୁ 12,000 କିପରି ମିଳିବ? ଏଇଠି ମୁଁ ଆପଣଙ୍କ ସାମ୍ନାରେ ଆଉ ଗୋଟେ ଫଟୋଟିଏ ବାହାର କରି ଦେଖାଉଛି। ସେ ଫଟୋଟିକୁ ଆପଣ ଟିକେ ଦେଖନ୍ତୁ। ଦେଖନ୍ତୁ ଏଇ ଫଟୋରେ ଲେଖା ହେଇଛି ଭୂମିହୀନ କୃଷି ଘର ପାଇଁ ଜୀବିକା ସହାୟତା। ଭୂମିହୀନ କୃଷି ପରିବାରକୁ ଜୀବିକା ନିର୍ବାହ ଉତ୍ସାହିତ କରିବା ପାଇଁ କୃଷି ସହଯୋଗୀ କାର୍ଯ୍ୟାଳୟ ପାଇଁ 12,500 ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଯେଉଁମାନଙ୍କର ଭୂମି ନାହିଁ ସେମାନଙ୍କୁ ଏହି କାଳିଆ ଯୋଜନା ଅଧୀନରେ 12,500 ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ଓ ଯେଉଁମାନଙ୍କର ଭୂମି ରହିଛି ସେମାନଙ୍କୁ ଗୋଟେ ବର୍ଷରେ 4,000 ଟଙ୍କା ଦେଉଛନ୍ତି 2ଟି କିସ୍ତିରେ ଓ ଯେଉଁମାନଙ୍କର ଭୂମି ନାହିଁ ସେମାନଙ୍କୁ ସରକାର 12,500 ଆର୍ଥିକ ସହାୟତା ଦେଉଛନ୍ତି। ଆଶା କରୁଛି ଆପଣମାନେ ଜାଣିପାରୁଥିବେ କେଉଁମାନେ ଏହି 12,500 ଟଙ୍କା ପାଇପାରିବେ। ଆପଣ ଯଦି ଜଣେ ଭୂମିହୀନ ଚାଷୀ ତେବେ ଆପଣ ଏହି କାଳିଆ ଯୋଜନାରେ 12,500 ଟଙ୍କା ପାଇପାରିବେ। ଆପଣ ଯଦି ଏପର୍ଯ୍ୟନ୍ତ ଏହି କାଳିଆ ଯୋଜନାରେ ଆବେଦନ କରିନାହାନ୍ତି ତେବେ ଏହି କାଳିଆ ଯୋଜନାରେ ଯେବେ ଗ୍ରାଭେନ୍ସି ଆସିବ, ଯେତେବେଳେ ଆବେଦନ ପାଇଁ ଅପସନ୍ ଆସିବ ଆପଣ ସେତେବେଳେ ଆବେଦନ କରିନେଇ ପାରିବେ। ଏହାପରେ ଆପଣ ଏହି କାଳିଆ ଯୋଜନା ଅଧୀନରୁ ସହାୟତା ରାଶି ନେଇପାରିବେ। ତେବେ ଆପଣ ଏହା ନିଶ୍ଚୟ ଜାଣିଥିବେ, ଆପଣଙ୍କର KYC କରିଥିବେ, ଯାହାଦ୍ୱାରା ଆପଣ କାଳିଆ ଯୋଜନାର ଟଙ୍କା ପାଉଥିବେ। ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟଟି ଲିଙ୍କ ଥିବ